জীবন জীবন শতপুরুষ বন্দে জীবন জীবন শতপুরুষ প্রণমামি লক্ষ্মী মাতা সরস্বতী রূপধারিণী অনুকূল শক্তি রূপা विश्वानंद विधारिणी ऋषि संपूजिता देवी पुरुषोत्तम संगिनी जगत कल्याणमयी महालक्ष्मी नमोस्तुते ब्रह्ममार्ग प्रदर्शक प्रेम भक्ति विनायक शांति स्वस्ति विधायक आचार्य प्रभु नमामि आचार्य प्रभु नमामि आचार्य प्रभु नमामि श्री बड़दांग पादे प्रणाम श्री बड़दांग पादे प्रणाम कोटि प्रणाम आचार्य देव আজি शुभ दिने कोटि प्रणाम आचार्य देव আজি शुभ दिने आम केन्द्र प्रतिष्ठा दिने আজি शुभ दिने
ମୁଁ ସବୁ କଥା କହୁଛି ଶୁଣ। ସବୁ କଥା ତୋତେ କହୁଛି ବୁଝାଇ ଶୁଣୁଛି ମୁଁ ମନ ଦେଇ ସାଙ୍ଗ ମୋର ଶୁଣୁଛି ମୁଁ ମନ ଦେଇ ସେଇ କଥା ସବୁ କହିବା ପାଇଁ ଆସିଛି ମୋର ସାଙ୍ଗ ମୋର ଆସିଛି ମୋର ମାର୍ଚ୍ଚ ମାସର 30 ତାରିଖ 2018 ସାଙ୍ଗ ମୋର 2018 ସେଦିନ ପ୍ରତିଷ୍ଠା ହୋଇଥିଲା ଉପଯୋଜନା କେନ୍ଦ୍ର ସାଙ୍ଗ ମୋର ଉପଯୋଜନା କେନ୍ଦ୍ର ନବମ ବାର୍ଷିକ ପ୍ରତିଷ୍ଠା ଦିବସ ସେଥିପାଇଁ କୋଳାହଳ ଆଜି ସେଥିପାଇଁ କୋଳାହଳ ମହା ଆନନ୍ଦରେ ଭାଇ ମା ମିଶି କରନ୍ତି ତାକୁ ପାଳନ ସାଙ୍ଗ ମୋର କରନ୍ତି ତାକୁ ପାଳନ। আরে ମୁଁ ତ ଏତେ କେନ୍ଦ୍ର କଥା ଶୁଣିଛି ଏଇ ଯେମିତି ସ୍ୱାସ୍ଥ୍ୟ କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ର ଆଧାର କେନ୍ଦ୍ର ଜନସେବା କେନ୍ଦ୍ର ଆହାର କେନ୍ଦ୍ର ପୁଣି ଏଇ ଉପଯୋଜନା କେନ୍ଦ୍ର କଣ ସବୁ ସେଠି ହୁଏ? ହଁ ସାର୍ ଉପଯୋଜନା କେନ୍ଦ୍ର ମାନଙ୍କରେ ସେଇ ପାଖାପାଖି ଯେଉଁ ଗୁରୁ ଭାଇ ମା ମାନେ ସବୁ ଥାଆନ୍ତି ସେମାନଙ୍କର ଇଷ୍ଟଭୂତି ଗ୍ରହଣ କରାଯାଏ। ଯେଉଁମାନେ ଦୀକ୍ଷା ନେଇ ଛାଡ଼ି ଦେଇଛନ୍ତି ଏଇ ଉପଯୋଜନା କେନ୍ଦ୍ରର ଭାଇ ମା ମାନେ ଘର ଘର ବୁଲି ସେମାନଙ୍କୁ ବୁଝାନ୍ତି ପୁନଃସ୍ମରଣ କରନ୍ତି ଘରେ ଘରେ ପ୍ରାର୍ଥନା ସତ୍ସଙ୍ଗ କଲେ କଣ କେତେ ଉପକାର ହୁଏ ସେ କଥା ବୁଝାନ୍ତି। ସେଇଥିପାଇଁ এই উপজেলা কেন্দ্র প্রতিষ্ঠা করা যাইছে। এথর বুঝিলি তো এই উপজেলা কেন্দ্র হচ্ছে গোটিয়ে গোটিয়ে ছোট মন্দির। হ্যাঁ সাঙ্গ বুঝিলি তাহলে উপজেলা কেন্দ্রে এতে সব কাম হুয়ে সৎসঙ্গ আর মাতৃ সম্মিলনী পুনি ভজন কীর্তন আনন্দ বজারে প্রসাদ খাইবা খাও খাও যায় দিন এতে ঝিও এটি আসিছন্তি আজি শুনিବାକୁ সৎসঙ্ଗ এମାନଙ୍କ ପାଇଁ ଠାକୁର ତୁମର କି କଥା କୁହନ୍ତି କହ। ହଁ ସାଙ୍ଗ ଆଜି ଏଇ ଝିଅ ମା ମାନଙ୍କ ପାଇଁ ଠାକୁର କି କଥା ସବୁ କହିଛନ୍ତି ସେ କଥା ଆଲୋଚନା କରିବା। ଏମିତି ଝିଅ ମା ମାନେ ଏକାଠି ହୋଇ କଥାବାର୍ତ୍ତା ହେବେ ନିଜ ନିଜ ଭିତରେ ଆଲୋଚନା କରିବେ ସେଇଥିପାଇଁ ପରା ମାତୃ ସମ୍ମିଳନୀ ଠାକୁର ସୃଷ୍ଟି କରିଛନ୍ତି। ସେଥିପାଇଁ ପରା ମାତୃ ସମ୍ମିଳନୀ ରଖିଛନ୍ତି ଲକ୍ଷ୍ମୀ ମା ମା ବୋଲ ରଖିଛନ୍ତି ଲକ୍ଷ୍ମୀ ମା ମା ମାନେ ବସି କଥାବାର୍ତ୍ତା ହେବେ ଶିଖିବେ ଅନେକ କଥା ମା ମାନେ ଶିଖିବେ ଅନେକ କଥା ଘର କାମ ସାରି ଭାଇ ଆସୁଥିଲେ ଲକ୍ଷ୍ମୀ ମାଙ୍କ ପାଖକୁ ମା ମାନେ ଲକ୍ଷ୍ମୀ ମାଙ୍କ ପାଖକୁ ମନ କଥା ସବୁ କହୁଥିଲେ ବସି ସୃଷ୍ଟି ବଡ଼ ମା ସବୁ ଶୁଣି ମା ବୁଝାଇ ଦିଅନ୍ତି ମନ ଭରେ ଆନନ୍ଦରେ ତାଙ୍କ ମନ ଭରେ ଆନନ୍ଦରେ ହସ ଖୁସି ମନେଲେ ଉଠି ଯାଆନ୍ତି ପୁଣି ନିଜ ନିଜ ଘରେ ମା ମାନେ ପୁଣି ନିଜ ଘରେ। ଝିଅ ମା ମାନଙ୍କ ପାଇଁ କି ଉପଦେଶ ଦେଇଛନ୍ତି ସେ କଥା ମତେ କହ। ମା ମାଉସୀ ଶୁଣ ଗୋ ଶୁଣ ମୋର ଭଉଣୀ ଝିଅଟିଏ ହୋଇ ସଂସାରେ ଚଳିବାର ପ୍ରଣାଳୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ କଥା କହୁଛୁ ଯାହା ମନେ ରଖ ମା ମାଉସୀ କାମେ ଲାଗିବ ତାହା ଝିଅ ଜନ୍ମ ବାପ ଘରୁ ଝିଅ ନ ଶିଖିଲେ କିଛି ଶେଷେ ଦୁର୍ନାମ ପାଆନ୍ତି ମା ମାନେ ଶେଷେ ଦୁର୍ନାମ ପାଆନ୍ତି। ଛୋଟ ବେଳଠାରୁ ଝିଅଟିକୁ ତୁମେ ଅତି ଯତ୍ନରେ ପାଳିବ ମା ମାନେ ଅତି ଯତ୍ନରେ ପାଳିବ ବାପ ଭାଇ ଛଡ଼ା ଅନ୍ୟଙ୍କ ସାଥିରେ କେବେ ହେଲେ ନ ଛାଡ଼ିବ ମା ମାନେ କେବେ ହେଲେ ନ ଛାଡ଼ିବ।
ধর্ম সেবা শুশ্রূষা সাহায্য প্রেরণা ও সংরক্ষণ ସବୁଠାରୁ ସାର ଶ୍ରେଷ୍ଠ ବୈଶ୍ୟତତେ ନାମତା ସୁପ୍ରଜୋଜନ ମା ପରି ତୁମେ ଆପଣାର ହୁଅ କଥା ସେବା ଭରସାରେ ମିଶିବା ପାଇଁକି ମନା କରିଦେଲେ ପରପୁରୁଷ ସାଥିରେ ତୁମ କଥାବାର୍ତ୍ତା ତୁମ ବ୍ୟବହାର ତୁମ ଚାଲିଚଳନ ଯାହା ଦେଖି ଲୋକେ ବୁଝିବେ ତୁମର ଜୀବନର ଆଦର୍ଶକୁ କୁମାରୀ ଟିକିଏ ବଡ଼ ହୋଇଗଲେ ପୁରୁଷ ଛୁଇଁବ ନାହିଁ ମାନେ ପୁରୁଷ ଛୁଇଁବ ନାହିଁ ବାପ ଭାଇ ଛଡ଼ା କାହା ନିକଟରୁ କିଛି କେବେ ନେବ ନାହିଁ ମାନେ କିଛି କେବେ ନେବ ନାହିଁ ବାହାରକୁ ଗଲେ ବାପାଙ୍କ ସାଥିରେ ଅବା ବଡ଼ ଭାଇ ସାଥେ ମାନେ ଅବା ବଡ଼ ଭାଇ ସାଥେ ଅନ୍ୟ ପୁରୁଷଙ୍କ ସାଥିରେ ନ ଯିବ ଏକଥା ମନେ ରଖିବେ ମାନେ ଏକଥା ମନେ ରଖିବେ ବିବାହ ପୂର୍ବରୁ ଅନ୍ୟ ପୁରୁଷକୁ ସ୍ୱାମୀ ଭାବରେ କଳ୍ପନା ଝିଅ ପର ସ୍ୱାମୀ ଭାବରେ କଳ୍ପନା କରିବ